ଜୟ ଜଗନ୍ନାଥ ପିଲାମାନେ, ରାନୀପ୍ରିୟଙ୍କା ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ତୃତୀୟ ଶ୍ରେଣୀ ଭାଷା ମହକ ବହିର ବନ୍ଧୁଙ୍କୁ ପତ୍ର ବିଷୟଟି ଆଲୋଚନା କରିବା ଏବଂ ପ୍ରଶ୍ନ ଉତ୍ତର ମଧ୍ୟ ଆଲୋଚନା କରିବା। ବିଷୟର ନାମ ବନ୍ଧୁଙ୍କୁ ପତ୍ର। ଏଇଟା ଗୋଟେ ବନ୍ଧୁଙ୍କୁ ପତ୍ର ମାନେ କ'ଣ? ଗୋଟେ ସାଙ୍ଗ ଆଉ ଗୋଟେ ସାଙ୍ଗ ପାଖକୁ ଚିଠିଟିଏ ଲେଖିଛି। ସେ ଚିଠିରେ କ'ଣ ଲେଖିଛି ଦେଖିବା। ସ୍ଥାନ ଖମାର, ବେଳ ରଗା, ତାରିଖ 8/4/2025। ପ୍ରିୟର ସିଦ୍ଧାର୍ଥ। ତାହେଲେ ତା ସାଙ୍ଗ ନାଁ କ'ଣ? ସିଦ୍ଧାର୍ଥ। ମୋର ଶୁଭେଚ୍ଛା ନେବୁ କାହାର? ଯିଏ ଚିଠିଟାକୁ ଲେଖୁଛି। ଆଶା କରୁଛି ତୁମେ ପରିବାର ସହ ଭଲରେ ଥିବ। ପରିବାରର ସମସ୍ତ ଗୁରୁଜନ ଓ ଲଘୁଜନମାନଙ୍କୁ ମୋର ଯଥାମାନ୍ୟ ଜଣାଇ ଦେବୁ। ସେ କହୁଛି ଯେ ମୋର ପ୍ରଣାମ ଜଣାଇବୁ ଗୁରୁଜନ ଓ ଲଘୁଜନମାନଙ୍କୁ ଏବଂ ଆଶା କରେ ଯେ ସମସ୍ତେ ଭଲରେ ଥିବ। ଖରା ଛୁଟିରେ ମୁଁ ଓ ବୋଉ ମାମୁଁ ଘରକୁ ଯାଇଥିଲୁ। ସିଏ ତା ଖରା ଛୁଟିରେ ମାମୁଁ ଘରକୁ ଯାଇଛି। ଏବେ ଖରା ଛୁଟି ହେଇଛି ପିଲାମାନେ, ତୁମେ କୁଆଡ଼େ ଯାଇଥିବ ମାମୁଁ ଘର କି ପିଉସୀ ଘର କି ମାଉସୀ ଘର। ସିଏ ସେମିତି ତା ମାମୁଁ ଘରକୁ ଯାଇଛି ତା ବୋଉ ସହିତ। ମୋ ମାମୁଁ ଘର ପୁରୀରେ। ତା ମାମୁଁ ଘର କୋଉଠି? ପୁରୀରେ। ଆମେ ବନ୍ଦେ ଭାରତ ଏକ୍ସପ୍ରେସରେ ବସି ପୁରୀ ଗଲୁ। କେଉଁଥିରେ ବସି? ବନ୍ଦେ ଭାରତ ଏକ୍ସପ୍ରେସ, ଗୋଟେ ଟ୍ରେନରେ ବସିକି। ଜେଜେମାଙ୍କ ଦେହ ଭଲ ନଥିବାରୁ ବାପା ଘରେ ରହିଲେ। ତା ଜେଜେମା ଦେହ ଭଲ ନଥିବାରୁ ତା ବାପା ଘରେ ରହିଲେ ଆଉ ତାଙ୍କ ସହିତ ଗଲେନି ମାମୁଁ ଘର। ସେ ଘରେ ରହି ଜେଜେମାଙ୍କର ଯତ୍ନ ନେଲେ। ମୁଁ, ମାମୁଁ, ମାଇଁ, ବୋଉ ମିଶି ପୁରୀ କୋଣାର୍କ ବୁଲିଲୁ। ସେ 4 ଜଣ ଯାକ କିଏ? ଯିଏ ଚିଠି ଲେଖୁଛି ଆଉ ତା ମାମୁଁ, ତା ମାଇଁ ଆଉ ତା ବୋଉ ମିଶିକି କୋଣାର୍କ ବୁଲିଲେ। ଜଗନ୍ନାଥ ମନ୍ଦିର ପାଇଁ ପୁରୀ ପୃଥିବୀ ପ୍ରସିଦ୍ଧ। ତାହେଲେ ପୁରୀ କେଉଁଥିପାଇଁ ବିଶ୍ୱ ପ୍ରସିଦ୍ଧ? ଜଗନ୍ନାଥ ମନ୍ଦିର ପାଇଁ। ପ୍ରତିବର୍ଷ ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହୁଏ। ରଥଯାତ୍ରା ଦେଖିବା ପାଇଁ ବହୁତ ଭିଡ଼ ହୁଏ। ପୁରୀରେ ସବୁ ବର୍ଷ ରଥଯାତ୍ରା ହୁଏ। ଏଇଟା ଜାଣିଥିବ ପିଲାମାନେ। କେବେ ଦେଖିବାକୁ ଯାଇଛ ରଥଯାତ୍ରା? ଯଦି ଯିବ ତାହେଲେ ବହୁତ ଭିଡ଼, ବହୁତ ଅସଂଖ୍ୟ ଲୋକ ସେଇଠିକିନା ଜଗାକୁ ଦେଖିବା ପାଇଁ ଯାଇଥିବେ। ପୁରୀର ସମୁଦ୍ରକୂଳ ବହୁତ ସୁନ୍ଦର। ସମୁଦ୍ରକୂଳ ବୁଲିବା ପାଇଁ ଦେଶ ବିଦେଶରୁ ବହୁତ ଲୋକ ଆସିଥାନ୍ତି। ବିଦେଶରୁ ଓ ଅନ୍ୟ ରାଜ୍ୟରୁ ଉଡ଼ାଜାହାଜରେ ଲୋକମାନେ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଓହ୍ଲାଇଥାନ୍ତି। ସେଠାରୁ ବସ୍ ଓ କାର ଯୋଗେ ପୁରୀ ଓ କୋଣାର୍କ ବୁଲିବା ପାଇଁ ଯାଆନ୍ତି। ସବୁ ବର୍ଷ ଆସନ୍ତି ଲୋକ, ଗୋରା ଲୋକମାନେ ଆସିଥିବେ ବିଦେଶରୁ ଆଉ ଅନ୍ୟ ରାଜ୍ୟମାନଙ୍କରୁ, ଯେମିତିକା କି ଗୁଜୁରାଟ, ମହାରାଷ୍ଟ୍ର, ଏଇ ରାଜ୍ୟମାନଙ୍କରୁ ବି ବହୁତ ଲୋକମାନେ ଆସିଥାନ୍ତି। ଆଉ ସେମାନେ ପ୍ରଥମେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଓହ୍ଲାଇଥାନ୍ତି ପ୍ଲେନରେ ଆସିକି। ତାପରେ ବସ୍ ଓ କାର ଯୋଗେ ପୁରୀ ଓ କୋଣାର୍କ ଯାଆନ୍ତି ବୁଲିବାକୁ। ପୁରୀଠାରୁ କିଛି ଦୂରରେ ଚନ୍ଦ୍ରଭାଗା ନଦୀ ବହିଯାଇଛି। ପୁରୀଠାରୁ କିଛି ଦୂରରେ ସେହି ନଦୀ ମୁହାଣରେ କୋଣାର୍କ ମନ୍ଦିର ଅଛି। କେଉଁ ମନ୍ଦିର? କୋଣାର୍କ ମନ୍ଦିର। ରାଜା ନରସିଂହ ଦେବ 1200 ବଢ଼େଇଙ୍କୁ ଲଗାଇ ଏହି ମନ୍ଦିର ତିଆରି କରିଥିଲେ। କୋଣାର୍କ ମନ୍ଦିରର ରାଜା ନରସିଂହ ଦେବ କେତେ? 1200 ବଢ଼େଇଙ୍କୁ ଲଗାଇ ସେହି ମନ୍ଦିରଟି ତିଆରି କରିଥିଲେ। ଏଠାରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଏ। ତାହେଲେ ସେହି ମନ୍ଦିରରେ କାହାକୁ ପୂଜା କରାଯାଏ? ସୂର୍ଯ୍ୟ ଦେବତାଙ୍କୁ। ପୁରୀର ମନ୍ଦିରରେ କାହାକୁ ପୂଜା କରାଯାଏ? ଜଗନ୍ନାଥଙ୍କୁ। ମନ୍ଦିରଟି ଦେଖିବାକୁ ଠିକ୍ ଗୋଟିଏ ରଥ ପରି। କେଉଁ ମନ୍ଦିର? କୋଣାର୍କ ମନ୍ଦିର। କୋଣାର୍କ ମନ୍ଦିରଟି ଦେଖିବାକୁ ଗୋଟିଏ ରଥ ପରି। ସେହି ରଥରେ 7ଟି ଘୋଡ଼ା ଓ 24ଟି ଚକ ରହିଛି। ସେ ରଥରେ କେତେଟା ଘୋଡ଼ା? 7ଟି ଘୋଡ଼ା ଓ 24ଟି
ରଥ ରହିଛି। 12 ବର୍ଷର ବାଳକ ଧର୍ମପଦ କୋଣାର୍କ ମନ୍ଦିରର ମୁଣ୍ଡି ମାରିଥିଲା। କେତେ ବର୍ଷର? 12 ବର୍ଷର ଛୋଟିଆ ପିଲାଟିଏ, ତା ନାଁ ହେଉଛି ଧର୍ମପଦ। ସେଇ କୋଣାର୍କ ମନ୍ଦିରର ମୁଣ୍ଡି ମାରିଥିଲା। ସେ ଗପଟା ଜାଣିଛ ନା ଜାଣିନ ପିଲାମାନେ? ସେ ଗପଟା ଶୁଣିବ। କୋଣାର୍କ ମନ୍ଦିରର କଥା। କେମିତି 12 ବର୍ଷର ବାଳକ କୋଣାର୍କ ମନ୍ଦିରର ମୁଣ୍ଡି ମାରି ତାପରେ ଚନ୍ଦ୍ରଭାଗା ନଦୀକୁ ଡେଇଁ ପଡ଼ିଥିଲା। ତାର ପ୍ରାଣ ଦେଇ ଦେଇଥିଲା 1200 ବଢ଼େଇଙ୍କ ପାଇଁ। କୋଣାର୍କ ମନ୍ଦିର ନିକଟରେ ଥିବା ବେଳାଭୂମିରେ ଆମେ ଚାଲି ଚାଲି ବୁଲିଲୁ। କି ମାମୁଁ, ମାଇଁ, ବୋଉ ଆଉ ଚିଠି ଲେଖୁଥିବା ପିଲାଟି। ମାମୁଁ କହୁଥିଲେ ସୁସ୍ଥ ରହିବା ପାଇଁ ଚାଲିବା, ଖେଳିବା, ସାଇକେଲ ଚଳାଇବା, ଦୌଡ଼ିବା, ପହଁରିବା ବହୁତ ଜରୁରୀ। ତା ମାମୁଁ ତାକୁ କହିଲେ ଯେ ସୁସ୍ଥ ଶରୀର ପାଇଁ ଚାଲିବା, ଖେଳିବା, ସାଇକେଲ ଚଳାଇବା, ପହଁରିବା, ଦୌଡ଼ିବା ବହୁତ ଜରୁରୀ ଦେହ ପାଇଁ। ବାପା ମୋତେ ଏଥର ପହଁରିବା ଶିଖାଇଛନ୍ତି। ଆଉ ପ୍ରତିଦିନ ସକାଳୁ ମୁଁ ମୋ ପିଉସୀଙ୍କ ସହ ମିଶି ଯୋଗ ଓ ବ୍ୟାୟାମ କରୁଛି। ସୁସ୍ଥ ଶରୀର ପାଇଁ ଯୋଗ ଓ ବ୍ୟାୟାମ ଏକାନ୍ତ ଜରୁରୀ ପିଲାମାନେ। ତୁମେମାନେ ବି ପ୍ରତିଦିନ ସକାଳୁ ଯୋଗ ଓ ବ୍ୟାୟାମ କର। ଏସବୁ କରିବା ଦ୍ୱାରା ଦେହ ଓ ମନ ସୁସ୍ଥ ରହୁଛି। ଏସବୁ କରିବା ଦ୍ୱାରା ଦେହ ଓ ମନ ସୁସ୍ଥ ରହିବ। କାମ କରିବାକୁ ମଧ୍ୟ ଆଗ୍ରହ ଆସୁଛି। ତେଣୁ ତୁ ମଧ୍ୟ ସୁବିଧା କରି ଏସବୁଥିରୁ କିଛି କିଛି କରିବା ପାଇଁ ଚେଷ୍ଟା କର। କାରଣ ସୁସ୍ଥ ଶରୀର ଓ ମନ ପାଇଁ ଶାରୀରିକ ବ୍ୟାୟାମ ନିତାନ୍ତ ଆବଶ୍ୟକ। ସେ ତା ସାଙ୍ଗକୁ କହୁଛି ଯେ ସୁସ୍ଥ ଶରୀର ମନ ପାଇଁ ବ୍ୟାୟାମ ନିତାନ୍ତ ଆବଶ୍ୟକ। ମୁଁ ମୋ ସାଙ୍ଗସାଥୀଙ୍କ ସହ କ୍ରିକେଟ, କବାଡ଼ି, ଖୋଖୋ ପରି ଖେଳ ଖେଳୁଛି। ତୁମେ ଖରା ଛୁଟିରେ କେଉଁଆଡ଼େ ବୁଲିବାକୁ ଯାଇଥିଲ ସେ ବିଷୟରେ ପତ୍ର ଲେଖି ଜଣାଇବୁ। ଯଦି ସୁବିଧା ହୁଏ ମଉସା, ମାଉସୀ ଓ ନିକିକୁ ନେଇ ଆମ ଘର ଆଡ଼େ ବୁଲି ଆସିବୁ। ତୋର ଚିଠି ଅପେକ୍ଷାରେ ରହିଲି। ଇତି ତୋର ଅନ୍ତରଙ୍ଗ ବନ୍ଧୁ ଜିତେନ୍ଦ୍ର। ସେ କହୁଛି ଯେ ମୁଁ କବାଡ଼ି, କ୍ରିକେଟ, ଖୋଖୋ ଏଭଳି ଖେଳ ଖେଳୁଛି। ତମେମାନେ ବି କେତେ ସାରା ଖେଳ ଖେଳୁଥିବ ପିଲାମାନେ। ଠିକ୍ ସେଇଭଳି ସିଏ ବି ଖେଳୁଛି। ଆଉ ସେ ଚିଠିରେ ଲେଖୁଛି ଯେ ମଉସା ମାଉସୀଙ୍କୁ ନେଇକି, ନିକି ତା ଭଉଣୀ ହେଇଥିବ, ସେ ତାକୁ ନେଇକି ଆମ ଘର ଆଡ଼େ ବୁଲିବୁ। ଆଉ ତା ଚିଠିର ଅପେକ୍ଷାରେ ସେ ରହିଛି। କିଏ? ସେ ଚିଠି ଲେଖୁଥିବା ପିଲାଟିର ନାମ କ'ଣ? ଜିତେନ୍ଦ୍ର। ଠିକଣା? ପ୍ରେରକ ଜିତେନ୍ଦ୍ର ସାହୁ, ଗ୍ରାମ ଖମାର ବେଲରପା, ପୋଷ୍ଟ ଅଫିସ ସାହାନିଆପୁର, ଜିଲ୍ଲା କେନ୍ଦ୍ରାପଡ଼ା, ପିନ୍ ନମ୍ବର। ପ୍ରାପେଶୁ ଶ୍ରୀ ସିଦ୍ଧାର୍ଥ ରାଉତ, ଗ୍ରାମ ବେଲପଡ଼ା, ପୋଷ୍ଟ ଅଫିସ ସଇଁତଳା, ଜିଲ୍ଲା ବଲାଙ୍ଗୀର, ପିନ୍ ନମ୍ବର 1। ଯେତେବେଳେ ପିଲାମାନେ ତୁମେ ଚିଠି ଲେଖିବ ସେତେବେଳେ ଲେଖି ସାରିଲା ପରେ ଏଇଟା ଆଉ ଏଇଟା ନିହାତି ଭାବରେ ଲେଖିବ। ପିଲାମାନେ, ଯଦି ତୁମମାନଙ୍କୁ ଭିଡ଼ିଓ ଭଲ ଲାଗେ ତେବେ ରାନୀ ପ୍ରିୟଙ୍କା ୟୁଟ୍ୟୁବ୍ ଚ୍ୟାନେଲର ଏହି ସବସ୍କ୍ରାଇବ୍ ବଟନକୁ କ୍ଲିକ୍ କରନ୍ତୁ, ଯାହାଦ୍ୱାରା ଏମିତି ଅନେକ ଏଜୁକେସନାଲ ଭିଡ଼ିଓ ଆପଣମାନେ ପାଇପାରିବେ। ରହୁଛି। ଜୟ ଜଗନ୍ନାଥ।